ସକାଳୁ ସକାଳୁ ଚାନ୍ଦବାଲି ରୋଡ ଉପରେ ଏତେ ଗୁଡାଏ ମାଛ କାହିଁକି ପଡିଛି ଚାଲନ୍ତୁ କହୁଛି। ତ ଗାଇସ୍ ଆଜି ସକାଳୁ ମୁଁ ଆଉ ମୋ ମା ଆସିଥିଲୁ ଚାନ୍ଦବାଲି ରୋଡ ଉପରକୁ, କାହିଁକି ନା ଏଠି ଆମକୁ କିଣିବାର ଥିଲା କଙ୍କଡା। ଆଉ ଯେହେତୁ ସକାଳେ ମୁଁ କେବେ ବି ଏଇ ବଜାରକୁ ଆସି ନାହିଁ, ସେଥିଲାଗି ଫାର୍ଷ୍ଟ ଟାଇମ ଏଇ ବଜାର ଭିତରକୁ ଆସି ମତେ ଭାରି ଆଶ୍ଚର୍ଯ୍ୟ ଲାଗୁଥିଲା। କାହିଁକି ନା ସକାଳୁ ସକାଳୁ ଏହି ମାର୍କେଟରେ ବିଭିନ୍ନ ପ୍ରକାରର ମାଛ ପଡିଥିଲା ଏବଂ ମାଛ ମାନଙ୍କର କ୍ୱାଣ୍ଟିଟି ମଧ୍ୟ ବହୁତ ପରିମାଣରେ ଥିଲା। ଆଉ ଯଦି ଆପଣ ମାନେ ବାହାଘର କିମ୍ବା ଅନ୍ୟ କିଛି କାର୍ଯ୍ୟକ୍ରମ ପାଇଁ ମାଛ କିଣିବା ପାଇଁ ଚାହାନ୍ତି, ତାହେଲେ ଆପଣ ମାନଙ୍କୁ ଏହି ବଜାରରେ ବହୁତ ଗୁଡାଏ ମାଛ ବହୁତ କମ ରେଟ ରେ ମିଳିଯିବ। ଆଉ ତା ଛଡା ଆଜି ଆମକୁ ଏଠି କିଣିବାର ଥିଲା ବହୁତ ଗୁଡାଏ କଙ୍କଡା, ତ ସେଥିଲାଗି ମୁଁ ଜମା ଡେରି ନ କରି ସାଙ୍ଗେ ସାଙ୍ଗେ 30-40 କିଲୋ କଙ୍କଡା କିଣି ମାଙ୍କୁ ଧରେଇଦେଲି। ଆଉ ଏତେ ସବୁ କଙ୍କଡା କିଣିଥିବାରୁ ଆମର ବିଲ୍ ହେଇଗଲା 9ରୁ 10,000 ଟଙ୍କା। ତ ସକାଳୁ ସକାଳୁ ଏତେ ସବୁ କିଛି କାମ ସାରି ସାରିବା ପରେ ମୁଁ ପଳେଇ ଆସିଲି ଟିକେ ପେଟ ପୂଜା କରିବା ପାଇଁ। ଆଉ ଯେହେତୁ ସକାଳେ ଖାଲି ପେଟରେ ତେଲ ଭାଜି ଖାଇବା ଦ୍ୱାରା ଦେହ ଅସୁସ୍ଥ ହେଇଯିବ, ସେଥିଲାଗି ମୁଁ ଏବେ ପ୍ରତିଦିନ ସକାଳୁ ସକାଳୁ ନଡିଆ ପାଣି ପିଉଛି। ଆଉ ଆପଣ ମାନେ ତ ଜାଣିଛନ୍ତି ନଡିଆ ପାଣି ଆମ ଦେହ ପାଇଁ କେତେ ଲାଭଦାୟକ। ତ ସକାଳୁ ସକାଳୁ କିଡନୀକୁ ସରପ୍ରାଇଜ ଦେଇ ସାରିବା ପରେ ମୁଁ ପଳେଇ ଆସିଲି ପରିବା ମାର୍କେଟ ଭିତରକୁ। ଆଉ ଏଠି ଘର ପାଇଁ କିଛି ସୌଦା ଜିନିଷ କିଣାକିଣି କରି ସାରିବା ପରେ ମୁଁ ଚାଲିଲି ଘର ଆଡକୁ। ତ ଆଜିର ଇନଫରମେସନ ଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥିବ, ଫଲୋ ଗୋଟେ ନିହାତି କରିବେ। ତ ଆଜି ପାଇଁ ଏତିକ, ରହିଲି ଗାଇସ୍, ଜୟ ଜଗନ୍ନାଥ।